श्री गणेशाय नमः। नारायणं नमस्कृत्य नरं चैव नरोत्तमं देवीं सरस्वतीं चैव ततो जयमुदीरयेत्। श्रीमद्देवी भागवत महापुराण प्रथम स्कंध नवम अध्याय मधुकैटभ वध। कहन्ति सुत ऋषि आहे मुनि गण, एथु अन्ते चरित कर्ण देई शुण। जेउ काले से निद्रा अधिष्ठात्री मूर्ति, परात्पर परमा से तामसी शक्ति। जगद्गुरु विष्णुंक मुख पद्म नेत्र, नासिका हृद बक्षस्थळु हेले गत। रहिले जाई सेहि गगन मंडले, श्री जगन्नाथ विष्णु देव एहि काले। उठिले पुनः पुनः हाई मारी मुखे, भयत्रस्त ब्रह्मा को देखिले सम्मुखे। कहिले भगवान मेघ गंभीर रे, तप छाड़ी काहिंकी आसीछ एठारे। होइअछ काहिंकी भयाकुल चित्त, चिंता तोर किं पाई कह पद्मसुत। कहिले ब्रह्मा शुणी आहे आदि मूल, तुम्भ कर्ण मठ संभव जे महाबल। घोर रूपी मधुकैटभ दुई दैत्य, मते मारी देबाकु हेले उपस्थित। से दुहिंक भୟରେ आसिली हे देव, अतएव हे जगतपति वासुदेव। बुद्धिहीन भयाळु मोते रक्षा कर, सेहि काले कहिले विष्णु एहि गिर। तुम्भर किस भय थिबा ठारे आम्भे, निर्भय चित्ते अक स्नान कर एबे। से दुहिंक आयुष गलाणी हे पुओ, मोर सहयुद्धार्थे आसन्तु से दोय। से मूढ़ दुहिंकु मु करिबि विनाश, दृढ़रे हा जान कहुछि लोकेश। कहन्ति सुत देव सौनक शुण, सर्वदेवाधिपति विष्णु भगवान। एपरि कहुछन्ति एमंत समये, से महाबलशाली मद गर्भ दुहें। ब्रह्मा को खोजी खोजी मिलिले से ठारे, आहे मुनि सतम शुण ए अंतरे। मोहन्मत दानव दुई स्थिर चित्ते, प्रलय जल मध्ये रही आश्रागते। ब्रह्मा को बोइले रे भयरे तू आसी, एहार निकटरे अछु परा बसी। ताहा हाते की हेब युद्ध तु ही कर, ताहार सम्मुखरे करिबि संहार। एहार सर्प सज्जा शयन भोगराग, तार पछे छड़ाई देवी मुहि बेग। समर्थ जदि शीघ्र संग्राम को आस, नहिले कह हारी मु तुम्भर दास। एपरि शुणी दुहिंकर कटु गिर, भगवान से काले कहिले सतर। रे रे रण उन्मत्त दानव प्रवर, मोर सहज थेच्छा समरटी कर। मुनि
ନିଶ୍ଚୟ ତୁମ୍ଭର ବିନାଶୀ ବିଗର୍ବ ରେ ମହାବଳଶାଳୀ ଅଧର୍ମ ଦାନବ। ଯଦି ମୋର କଥାରେ ଶ୍ରଦ୍ଧା ଜନମିଛି ସମର୍ଥ ଯଦି ଆସ ସମରାର୍ଥ ଇଛି ନିରାଧାର ନିରରେ ରହି ଦୁଇ ଦୈତ୍ୟ ହରିଙ୍କର ଏ ଗିର ଶୁଣିଣ ତୁରିତ କ୍ରୋଧରେ ରଙ୍ଗ କରି ନୟନ ବୁଲାଇ ଯୁଦ୍ଧ ରଙ୍ଗ ପ୍ରାଙ୍ଗଣେ ପ୍ରବେଶିଲେ ଯାଇ ମଧୁ ଦୈତ୍ୟ କୁପିତ ହୋଇ ଅତିଶୟ ପ୍ରବେଶିଲା ସଂଗ୍ରାମେ ହରିଙ୍କର ସହ ପୂର୍ବ ସ୍ଥାନେ କୈଟଭ ଦୈତ୍ୟ ରହିଲା ଶୁଣ ଋଷି ସମାଜ ଏଣେ ଯାହା ହେଲା ମଧୁର ସହ ଭଗବାନ ହରି ନିଜେ ମଦ ଉନ୍ମତ୍ତ ମଲ ପରାୟ ଦୁଇ ଯେ ବାହୁ ଯୁଦ୍ଧ ଆରମ୍ଭ କରିଲେ ଦମ୍ଭରେ ମଧୁ ଦୈତ୍ୟ ହାଲିଆ ହୁଅନ୍ତେ ଯୁଦ୍ଧରେ ଉତ୍କଟ ସଂଗ୍ରାମରେ କୈଟଭ ପ୍ରବେଶୀ ଅସମୟ ସମର କରିଲା ସେ ବେଶୀ ପୁନର୍ବାର ମଧୁ କୈଟଭ ଯେଉ ଭୟେ ଯୁଦ୍ଧାଳୟେ ମିଳିଲେ କ୍ରୋଧାନ୍ଧ ହୃଦୟେ ମହତ ପ୍ରଭାବନ୍ତ ବିଷ୍ଣୁଙ୍କ ସହିତ ମଲ ଯୁଦ୍ଧ ଆରମ୍ଭ କଲେ ଦୁଇ ଦୈତ୍ୟ ଏହି କାଳେ ଶ୍ରୀ ଭଗବାନ ବ୍ରହ୍ମା ଭୋଲେ ଅନ୍ତରୀକ୍ଷ ବର୍ତ୍ତିନୀ ଆଦ୍ୟାଙ୍କୁ ଦେଖିଲେ ସଂଗ୍ରାମରେ ବହୁତ କାଳ ହେଲା ଗତ କିଛି ମାତ୍ର ହାଲିଆ ନୋହିଲା ଦୈତ ଶ୍ରୀ ଭଗବାନଙ୍କର ଶ୍ରୀ ଅଙ୍ଗରେ ଯାଇ ପରିଶ୍ରମ ଆଶ୍ରମ ନେଲା ସୁଖେ ରହି ଏହି ପରିଶ୍ରମର ହୁଅନ୍ତେ ଅତୀତ 5000 ବର୍ଷ ହୋଇଲା ଅତୀତ ସେହି କାଳେ ଦୁହିଁଙ୍କ ମରଣ କାରଣ ଚିନ୍ତା କଲେ ଶ୍ରୀ ହରି ଅଖିଳ କାରଣ ଭାବଗ୍ରାହୀ ଭାବିଲେ ଦାନବଙ୍କ ସହ 5000 ବର୍ଷ କରିଲି ବିଗ୍ରହ କି ଆଶ୍ଚର୍ଯ୍ୟ ଦାନବ ନୋହିଲେ ହାଲିଆ ପରିଶ୍ରାନ୍ତ ହୋଇଲା ମୋହର ହେହିଆ କାହିଁ ଗଲା ମୋହର ବଳ ପରାକ୍ରମ ମୋହର ଦେହେ ଶ୍ରାନ୍ତି କରିଲା ଶ୍ରମ କି ଆଶ୍ଚର୍ଯ୍ୟ ଦାନବ ନ ହୋଇଲେ ଶାନ୍ତ ଏହାର କି କାରଣ ଅଟଇ କେମନ୍ତ ଏପରି ଚିନ୍ତାମଣି ହୋଇଲେ ଚିନ୍ତିତ ଏକାଳେ ମନୋନ୍ମତ୍ତ ଦାନବ ଦୁଇତ ଭଗବାନ ହରିଙ୍କୁ ଚିନ୍ତାକୁଳ ଦେଖି ହର୍ଷାବିଷ୍ଟ ହୃଦୟେ କହିଲେ ସେ ଡାକି ମେଘ ପରି ଗମ୍ଭୀର ସ୍ୱରରେ କହିଲେ କହେ ବିଷ୍ଣୁ ହାଲିଆ ହେଲ କି ବୋଇଲେ କ୍ଷମତା ନାହିଁ କି ହେ ଯୁଦ୍ଧ କରିବାକୁ ସମର୍ଥନ ହୋଇଲେ ଘେନ ମୋ ଆଜ୍ଞାକୁ ମସ୍ତକରେ ଅଞ୍ଜଳି କରି କର ଗଞ୍ଜ ମୁଁ ତୁମ୍ଭ ଦାସ ବୋଲି କହ ଛାଡ଼ି ଓଜ ସମର୍ଥ ହୋଇଲେ ବା ଆସ ଯୁଦ୍ଧ କର ନ ହୋଇଲେ ଚାକର ଶ୍ରୀକାର କର ଭାବିଛି ମୁହିଁ ଆଗ ତୋତେ ବିନାଶିବି ଏ ଚାରି ମୁଣ୍ଡିଆକୁ ପଛରେ ମାରିବି ସାଗର ମଧ୍ୟସ୍ଥିତ ଦୈତ୍ୟ ଦୁହିଁଙ୍କର ମହାମନା ଶ୍ରୀ ବିଷ୍ଣୁ ଶୁଣି ଏହି ଗିର
ସାନ୍ତନା କଲା ପରି ମଧୁର ବଚନେ କହିଲେ ଆରେ ବୀର ଦେଖ ବୀର ଗଣେ। ଶ୍ରାନ୍ତ ଭୀତ ପରିତ୍ୟକ୍ତ ଯେହି ଯେ ଅସ୍ତ୍ର ପତିତ ଯେ ବାଳୁତ ନ କରିବେ ହତ। ଏହି ତ ସନାତନ ବୀରଙ୍କର ଧର୍ମ ଅଧମରେ ତୁ ଜାଣି ନାହୁଁ ଯୁଦ୍ଧ ମର୍ମ। ତୁମ୍ଭେ ବଳିଷ୍ଠ ମୁଁ ଏକାକୀ ହୋଇ 500 ବର୍ଷ ଯୁଦ୍ଧ କଲି ରହି। ତୁମ୍ଭେ 2 ଜଣ ତ ସମ ପରାକ୍ରମ ଯୁଦ୍ଧ ମଧ୍ୟେ ଉଭୟ କରତ ବିଶ୍ରାମ। ଅହରହ ଏକାକୀ ମୁହିଁ ଯୁଦ୍ଧ କଲେ ରହ ହାଲିଆ ନହିଁ ବିକିତିଳେ। ଏଣୁ ମୁହିଁ କିଞ୍ଚିତ ପରିଶ୍ରମ ନେଇ ପୁନର୍ବାର ଯୁଦ୍ଧରେ ପ୍ରବେଶିବି ଯାଇ। ଦେଖିଲେ ତୁମ୍ଭେ ଦୁହେଁ ମହାବଳବନ୍ତ ମହତ୍କଟ ଗର୍ବରେ ହୋଇଛ ଗର୍ବିତ। ଏହେତୁ କିଛି କ୍ଷଣ ଯୁଦ୍ଧ ବନ୍ଦ କର ବିଶ୍ରାମ ନେଇ ପଛେ କରିବି ସମର। ନ୍ୟାୟ ମାର୍ଗାନୁସାରେ ଯୁଦ୍ଧ କରିବାଟା ଉଚିତ ନୁହଁ କି କହ ଦୈତ୍ୟ ବେଟା। ସେ ଦାନବ ପ୍ରବର ହରିବାଣୀ ଶୁଣି ପଶ୍ଚାତ ପଦ ହୋଇଲେ ସଂଗ୍ରାମରୁ ଜାଣି। ଭାବିଲେ ସମରତ କରିବା ପଶ୍ଚାତେ ଦୂର ଦେଶେ ଦୃଢ଼ରେ ରହିଲେ ନିଶ୍ଚିତେ। ତୁର ସ୍ଥଳେ ସେ ଦୁହେଁ ରହନ୍ତେ ସେ କାଳେ ମନ ମଧ୍ୟେ ଶ୍ରୀ ବାସୁଦେବ ଚିନ୍ତା କଲେ। କିପରି ଏ ଦୁଇଙ୍କ ହୋଇବ ମରଣ କିଛି କ୍ଷଣେ ହରିଙ୍କ ଉପୁଜିଲା ଜ୍ଞାନ। ଏ ଦୁହିଁକି ପରମା ଶକ୍ତି ମହାମାୟୀ ଇଚ୍ଛା ମୃତ୍ୟୁ ବରକୁ ଅଛନ୍ତି ତ ଦେଇ। ଏହେତୁ ଏ ଦୁହେଁ ତ ନ ହୋଇଲେ କାନ୍ତ ମୋହର ଯୁଦ୍ଧ କାଳ ବୃଥା ହେଲା ଗତ। ଏ ଅସୀମ ସମ ସମର ପରିଶ୍ରମ କଥାଟା ବୃଥା ହେଲା ବ୍ୟଥା ଜନମୀଣ। ଏ ବିଷୟ ଜାଣିଣ କିପରି ଯୁଝିବି ନ ଯୁଝିଲେ କିପରି ଦାନବ ନାଶିବି। ବୀର ଦର୍ପେ ଗର୍ବିତ ହୋଇ ଦୁଃଖ ପ୍ରଦ ବହୁତ ଏ ଦେବତ ବିନାଶୀ ସମ୍ପଦ। ଭଗବତୀ ସେ ଦେବୀ ଦେଇଛନ୍ତି ବର ଦୁର୍ଘଟ ମରଣ ତ ହେଲା ଏହାଙ୍କର। ନିଚ ହେଲେ ଏହାଙ୍କ ଦୁଃଖିତ ହେଲେ ନିଜ ଇଚ୍ଛା ମରଣ ମାଗିବ ବାକିଏ। ମହା ଭୀଷଣ ରୋଗ ହେଲେ ଗ୍ରସ୍ତ ନିତାନ୍ତ ଦୈନ ଦଶା ହେଲେ ବାଗତ। କିଏ ହେଲେ ନିଜର ଇଚ୍ଛାରେ ମରଣ ନିଏ କି ଆପଣାର କରିଣ ବରଣ। ତେବେ ମଦୋନ୍ମତ୍ତ ଦାନବ ଦୁଇତ ଆପଣାର ମରଣ ଇଚ୍ଛିବେ କେମନ୍ତ। ଏଣୁ ସେ ସର୍ବାରିଷ୍ଟ ଦାୟିନୀ ବିଦ୍ୟା ଦେବୀ ଆଦ୍ୟ ମହାଶକ୍ତିଙ୍କ ମୁଁ ଶରଣ ନେବି। ପ୍ରସନ୍ନ ନ ହୋଇଲେ ସେହି ଦୟାମୟୀ ମୋର ଏ ଅଭୀଷ୍ଟ ସିଦ୍ଧ ହେବ ନାହିଁ। ଚିନ୍ତୁଥିଲେ ପରି କମଳା ରମଣ ଗଗନରେ ବିରାଳ ହୋଇଲେ ତକ୍ଷଣ। ମନହରା ସେ ଯୋଗ ନିଦ୍ରା ଶିବା ଶକ୍ତି ମହାଭାଗା ଦୁର୍ଭାଗୁ ଦେଖି ଶ୍ରୀପତି। ପରମ ଯୋଗ ବିଧି ଭଗବାନ ହରି ସେ ଦାନବ ଦୁହିଁଙ୍କୁ ଦେବାକୁ ସଂହାରି।
ମହାକାଳୀ ଭୁବନେଶ୍ୱରୀଙ୍କୁ ସେ କାଳେ କୃତାଞ୍ଜଳି ପୁଟରେ ସ୍ତବ ଆରମ୍ଭିଲେ। ଆଗ ସର୍ବ କଲ୍ୟାଣମୟୀ ମା ଚଣ୍ଡିକେ ବରପ୍ରଦା ସିଦ୍ଧିଦା ସୁବିଦ୍ୟା ଅମ୍ବିକେ। ତୁମ୍ଭେ ଏକା ବ୍ରହ୍ମାଣ୍ଡ କରୁଛ ସର୍ଜନ, କରୁଅଛ ସମୟେ ନିଜେ ସଂହାରଣ। ତୁମ୍ଭର ଜନ୍ମ କର୍ମ ନିଧନ ନିଧାନ, ବେଦ ବିଦ ମାନଙ୍କେ ନୋହିଛି ନିଦାନ। ମହାମାୟୀ ଦେବୀ ଗୋ ଘେନ ନମସ୍କାର, ଦେଉଛ ଭୋଗ ମୁଖ୍ୟ ସର୍ବ ପରକାର। ଆଗୋ ଦେବୀ ତୁମ୍ଭେ କି ସଗୁଣ ନିର୍ଗୁଣ, ତୁମ୍ଭର ରୂପ ବିଷୟ ନ ଜାଣଇ ଜାଣ। ତେବେ କହ କି ରୂପ ତୁମ୍ଭ ସଂଖ୍ୟାତୀତ, ଜାଣିବ ଇ ବିଚିତ୍ର ଲୀଳାର ଚରିତ। କରିଥିଲ ମତେ ଯା ଆଜ ନିଦ୍ରାବଶ, ବିବେଚନ କରିଣ ମାତ ଗୋଷ ବଶ। ଆପଣାର ପ୍ରଭାବ ଅନିର୍ବଚନୀୟ, ସମୁଜୟ ବିଷୟ ଜାଣିଲି ନିଶ୍ଚୟ। ମୋ ଷଡ଼େନ୍ଦ୍ରିୟ ଯାକ କଲ ସଂକୁଚିତ, ବ୍ରହ୍ମାଙ୍କର ପ୍ରଯତ୍ନ ହୋଇଲା ବଞ୍ଚିତ। କରିଲେ ବ୍ରହ୍ମା ବହୁ ସୁବେଷ୍ଟା ସଞ୍ଚିତ, ଜାଗରିତ ମୋହର ନୋହିଲା କିଞ୍ଚିତ। ଆଗୋ ମାତ ତୁମ୍ଭର ପ୍ରଭାବ ପ୍ରବଳେ, ଅଚେତନ କରାଇଥିଲ ସେହି କାଳେ। ନିଜେ ପୁଣି କରାଇ ମତେ ଜାଗରିତ, ବାହୁ ଯୁଦ୍ଧ କରାଓ ଦାନବ ସହିତ। ପରିଶ୍ରାନ୍ତ ମୁଁ ହେଲି ଏ ଘୋର ଯୁଦ୍ଧରେ, ଯୁଦ୍ଧ ଶ୍ରାନ୍ତ ନୁହନ୍ତି ଯୁଦ୍ଧେ ତୁମ୍ଭ ପରେ। ମହାମତ ଗର୍ବିତ ଏ ଦୁଇ ଦଇତ, ବ୍ରହ୍ମାଙ୍କୁ ମାରିବାରେ ହେଲେ ଉପସ୍ଥିତ। ତାହା ଦେଖି ଡାକିଲି ଦ୍ୱନ୍ଦ୍ୱ ଯୁଦ୍ଧ ପାଇଁ, ମହାନବେ ମହତ ଯୁଦ୍ଧ କଲେ ତହିଁ। ଜାଣିଲି ପଛେ ସିନା ଆପଣେ ଦେବାର, ଅତ୍ୟଭୂତ ସ୍ୱଇଚ୍ଛା ମୃତ୍ୟୁ ରୂପ ବର। ଏହେତୁକୁ ଶରଣାଗତ ସୁପାଳିନୀ, ହେତୁ କରି ଶରଣାଗତ ହେଲି ଜାଣି। ଆଗ ଦେବ ଦୁଃଖ ବାରିଣୀ ଯେ ମାତ, ତୁମ୍ଭବରେ ଗର୍ବିତ ଏ ଦୁଇ ଦଇତ। ଅକ୍ଷମ ହେଲି ଯୁଦ୍ଧେ ହତ ହେଲା ବୀର୍ଯ୍ୟ, କ୍ଷମାମୟୀ ଦେବୀ ଗୋ କରନ୍ତୁ ସାହାଯ୍ୟ। ଏହି ଦୁଇ ପାପିଷ୍ଟ ନାସିବାକୁ ମତେ, ଉଦ୍ୟତ ହେଉଛନ୍ତି ଯୁଦ୍ଧେ ମହାମତେ। ତୁମ୍ଭର କୃପା ବିନା ମୋ ଅନ୍ୟ ଉପାୟ, କେଉଁଠାରେ ନାହିଁ ଗୋ ଦେବୀ ଏ ନିଶ୍ଚୟ। ସନାତନ ଶ୍ରୀ ଜଗନ୍ନାଥ ରମାକାନ୍ତ, ପ୍ରଣମୀ ନମ୍ର ଭାବେ କହିଲେ ମନ୍ତ। ସେ କାଳେ ମହାକାଳୀ ଦେବୀ ସନାତନୀ, ହୋଇ କରି ଗଗନ ମଧ୍ୟରେ ବର୍ତ୍ତିନୀ। ମନ୍ଦହାସ ପ୍ରକାଶୀ କହିଲେ ମଧୁରେ, आहे सनातन देव देव जे हरे। उठ हे पुनर्बार जाई युद्ध कर, मुथिला ठारे भय अछि कि तुम्भर। महत बलशाली ए दुई दैत, मोर माया बळे हेबे विमोहित। ठकी देई ताहांकु करिब संहार, ठीक ए कथा एथे संशय न कर। वक्र दृष्टि करिण करिबि मोहित, चक्रधर ताहांकु शीघ्र कर हत। भगवान श्री विष्णु
ଭଗବତୀଙ୍କର ଶ୍ରବଣ କରି ପ୍ରୀତି ପୂର୍ଣ୍ଣ ସୁଧାଗୀର। ମହାନବ ମଧ୍ୟରେ ସମର କ୍ଷେତ୍ରରେ ପ୍ରବେଶିଲେ ସେ ମହାଶକ୍ତି ସାହାଯ୍ୟରେ। ମହତ ବଳଶାଳୀ ସମରାଭିଳାଷୀ ସେ ଦାନବ ଯୁଗଳ ପ୍ରବେଶିଲେ ଆସି। ଦେଖିଲେ ଯୁଦ୍ଧ କ୍ଷେତ୍ରେ ବିଷ୍ଣୁ ଉପସ୍ଥିତ କହିଲେ ଅତିଶୟ ହୋଇ ଆନନ୍ଦିତ। ଆହେ ଚତୁର୍ଭୁଜ ଚତୁରା ରାଜ ଆସ ଯୁଦ୍ଧରେ ତ ତୁମ୍ଭର ମହା ଅଭିଳାଷ। ଆଚ୍ଛା ହେ ରହ ରହ ଦେଖିବା ସମରେ ଜୟ ପରାଜୟ ଦୈବ ଯେ ଆୟତରେ। ମହତ ବଳବନ୍ତ ସୃଜୟ ଲଭନ୍ତି ଦୈବ ବଳେ ଦୁର୍ବଳ ଜୟୀ ମଧ୍ୟ ହନ୍ତି। ଏହେତୁ ଯେ ମହତ ଜୟ ପରାଜୟେ ହର୍ଷ ଶୋକ କର୍ତ୍ତବ୍ୟ କରିବାର ନୁହେଁ। ପୂର୍ବେ ବହୁ ବଳିଷ୍ଠ ଦାନବ ସଂହାରୀ ଆନନ୍ଦରେ ବୋଲାଉଅଛ ଦାନବାରୀ। ଏବେ ଆମ୍ଭ ଦୁହିଁଙ୍କ ଯୁଦ୍ଧେ ପରାଜିତ ହୋଇଲେ ତୁମ୍ଭ ଶୋକ ନ ହେବ କିଞ୍ଚିତ। ଏହିପରି କହିଣ ମଧୁ କୈଟଭ ଯୁଦ୍ଧ ହେତୁ ଆସିଲେ ସେ ଦୁଇ ଦାନବ। ଏହା ଦେଖି ତକ୍ଷଣେ କୋପେ ଭଗବାନ ଭୀଷଣ ଯୁଦ୍ଧ ମୁଷ୍ଟି କରିଲେ ପ୍ରଦାନ। ବଳବନ୍ତ ଦାନବ ମୁଷ୍ଟିଘାତ ଖାଇ ପ୍ରହାରିଲେ ହରିଙ୍କି ମୁଷ୍ଟି କୋପ ବହି। ଏପରି ପରସ୍ପରେ ଆରମ୍ଭିଲେ ଯୁଦ୍ଧ ଯୋଦ୍ଧା ଦୁହେଁ ଅଟନ୍ତି ସେ ଦାନବ ମଧ୍ୟ। ମହତ ବଳଶାଳୀ ଦାନବ ଦୁହିଁଙ୍କ କରିବାର ସର୍ବଦା ଯୁଦ୍ଧ ଭୟାନକ। ରମାଙ୍କ ପ୍ରାଣନାଥ ଏହା ଦେଖି ଦୁଃଖେ ଦୃଷ୍ଟି ଦେଲେ ସେ ମହାକାଳୀ ଦେବୀ ମୁଖେ। ଭଗବାନ ବିଷ୍ଣୁଙ୍କ କାତରତା ଦେଖି ଭଗବତୀ ଉଚ୍ଚରେ ହାସ୍ୟ କଲେ କି ସେ ଅସୁର ଦୁହିଁଙ୍କୁ ଠକିବା ଭଙ୍ଗୀରେ ଚାହିଁଦେଲେ ସେ କାଳେ ନୟନ ରଙ୍ଗରେ। କାମ ପ୍ରେମ ସମ୍ପୂର୍ଣ୍ଣ ଭାବ ପ୍ରକାଶୀଣ କାମଦେବ ଅପର ସରକିବା ପୁଣ। ହସି ଦେଇ ଅଳପ ସୁମଧୁର ତର ପେଶି ଦେଲେ କଟାକ୍ଷ ବଙ୍କିମା ସତର। ପାପିଷ୍ଠ ଦୁଷ୍ଟ ଦୈତ୍ୟ ଶ୍ରେଷ୍ଠ ଛାଡ଼ ଯୁଦ୍ଧ ଦେବୀଙ୍କର କଟାକ୍ଷେ ହୋଇଗଲେ ମୁଗ୍ଧ। ପରମ ସୁଖକର ଏହା ମନେ ଭାବି ମରମରେ ପୀଡ଼ିତ ହେଲେ କାମ ଲୋଭୀ। କ୍ଷଣ ପ୍ରଭା ଦେବୀଙ୍କ ମୁଖ ନିରୀକ୍ଷଣ କରିଣ ଇ କ୍ଷଣରେ ରହିଲେ ସେ କ୍ଷଣ। ଏ ଅଦ୍ଭୁତ ମୋହନ ଲୀଳା ସନ୍ଦର୍ଶନ ଭଗବତୀ ଦେବୀଙ୍କୁ ଦେଖି ଭଗବାନ କାର୍ଯ୍ୟ ତତ୍ପାରଗ ସର୍ବଜ୍ଞାତ ସେହି ମହାମାୟା ମୋହିବା ଦାନବଙ୍କୁ ଚାହିଁ। ହସି ଦେଇ ଅଳପ ମେଘ ଗମ୍ଭୀରରେ ଭାସିଲେ ସେ ଦୁହିଁଙ୍କୁ ମଧୁର ସ୍ୱରରେ। ଆହେ ବୀର ବର ହେ ସୁର ପରବର ତୁମ୍ଭ ଯୁଦ୍ଧେ ପରମ ହରସ ମୋହର। ତୁଷ୍ଟ ହେଲି ଅଭୀଷ୍ଟ ଶ୍ରେଷ୍ଠ ବର ମାଗ ତୁମ୍ଭଙ୍କୁ ମୁଁ ପ୍ରଦାନ କରିବଇଁ ଆଗ। ଅନେକ ଦାନବଙ୍କ ସହିତ ମୁଁ ପୂର୍ବେ କସରତ କରିଛି ଏକାକିଆ ହକେ। ତୁମ୍ଭ ସମଯୁଦ୍ଧ ବିଶାରଦ କାହାକୁ ଦେଖି ତ ନାହିଁ ଶୁଣି ନାହିଁ ମଧ୍ୟ ତାକୁ। ଅତିଶୟ ଅତୁଳ
ଦଳରେ ତୁମ୍ଭର ଅତଏବ ସନ୍ତୋଷ ହୋଇଲା ଆମ୍ଭର। आहे महाबल शाळीटी दुई भाई इच्छावर माग हे मुदे भाई छई जगतर आनंद कारिणी मायांकु काम भरे अनाइथिल तो देवींकु विष्णुंकर एपरि बरवाणी शुणी दुई भाई कहिले होई अभिमानी कमल दल सम जुगल नयन विकसित करिण आपणे बहन किह हरि कि बर देई हे आंबंकु मागिबाकु मु आसी नाही तो तुम्भंकु मु देउछि तुम्भर वांछित जाबर दातापति ग्रहिता इच्छा नाही मोर तथापि शुण देव देव हृषिकेश तुम्भर ए अद्भुत युद्धे खेली तोष प्रार्थना करी मते मोर ठारू हरि मनरथ बरकु आपे निय बरी दानवंक गिरकु शुणी भगवान कहिले मोर ठारे जदि तो समन तुम्भे दुहे मोहर करे हुओ बध्य हे दानव प्रवर बर एम साध्य हरिंकर ए गिर शुणिण दयित मने मने निश्चय होइले बहुत विचारिले आम्भंकु हरि ठकी देले किछि क्षण शोकरे अवस्थान कले होइअछि समुदाय जे जलमय स्थल भूमि नाही तो देखिले से दोय मने मने विचारी बोइले देवेश आपण अट सत्यवादी सुपुरुष बरदेव बोलिण कहिथिल पूर्वे प्रार्थना मु करुछि ताहा दिय एबे वांछित बर दिय हे मधुसूदन होइबु तुम्भ करे आम्भे तने धन निज सत्य पालन कर लक्ष्मी बर विपुल स्थल भागे आम्भंकु संहार एपरि से दुहिंक गिर शुणी हरि हास्य कले सुदर्शन चक्र स्मरी कहिले जल शून्य विशाल दुभागे तुम्भ दुई जनଙ୍କୁ संहारिबि बेगे देवदेव श्रीहरि एही कथा कही निज उरु जुगल विस्तार कराई से सागर जलर उपरे विस्तार निर्जल स्थल भाग अति मनोहर देखाइण कहिले हे दानव दुई देख एही स्थल रे जल किछि नाही तुम्भे एही स्थान रे स्थाप हे मस्तक आम्भे सत्य पाळिबु सत्यवादी लोक सेही मधु कैटभ एही बाणी शुणी मने मने आकुल चिंता करी पुणी बढ़ाइले शरीर सहस्र योजन हरि देखि करिले जघन द्विगुण एहा देखिण महाविस्मय होइले श्रीहरिंक जघने मस्तक थोइले एहा देखि महत प्रभाव संपन्न श्रीहरि श्रीकर रे धरि सुदर्शन जघन देश स्थित से पाषाण्ड मुंड घन श्याम सघने करिले द्विखंड मधु कैटभंक पराण गत हेला से मेदरे सागर आवृत होइला एहे तो हेतु कर आहे सर्वमुनि
ପୃଥିବୀର ନାମଟି ହୋଇଲା ମେଦିନୀ। ମାଟି ମଧ୍ୟ ଏହାର ହୋଇଲା ଅଭକ୍ଷ। ଅରକ୍ଷଙ୍କ ରକ୍ଷକ ସେ ପୁଣ୍ଡରୀକାକ୍ଷ। ପଚାରିବା ପ୍ରକାରେ ଆହେତ ପଚାରି। ସମୁଦାୟ ବିଷୟ କହିଲି ବିଚାରି। ଏହେତୁ ମହାମାୟା ମହାବିଦ୍ୟା ସେବା। କରିବାର ଉଚିତ ବୁଧେ ରାତ୍ର ଦିବା। ସୁରାସୁର ସମସ୍ତେ ପରମା ଶକ୍ତିଙ୍କ। ଆରାଧନା କରିଣ ଲଭନ୍ତି ଶକ୍ତି କି। ସତ୍ୟ ସତ୍ୟ ମୁଁ କହେ ସତ୍ୟ ବେଦ ଶାସ୍ତ୍ରେ। ଅଧ୍ୟାହାରେ ନିର୍ଣ୍ଣୟ ହୋଇଛି ଏମନ୍ତେ। ଆଦ୍ୟା ଶକ୍ତି ବିନା ଏ ତ୍ରିଭୁବନେ କିଛି। ଉତ୍କୃଷ୍ଟତର ହୋଇ ନହିବ ନହିଛି। ହୁଅନ୍ତୁ ଶେଷ ଗୁଣା କିଏ ବା ନିର୍ଗୁଣା। କରିବାରେ ବିଧେୟ ଶକ୍ତିଙ୍କ ଅର୍ଚ୍ଚନା। ଏହିଠାରେ ଶ୍ରୀଦେବୀ ଭାଗବତଙ୍କର। ପ୍ରଥମ ସ୍କନ୍ଧେ ମଧୁ କୈଟଭ ସଂହାର। ନବମ ଅଧ୍ୟାୟଟି ହୋଇଲା ସମ୍ପୂର୍ଣ୍ଣ। ନବପଞ୍ଚପୁର ଯେ ଆଦ୍ୟା ଦେବୀ ପୂର୍ଣ୍ଣ। ନବରତ୍ନ ମଣ୍ଡଳେ ଅଟନ୍ତି ମଣ୍ଡିତା। ନବଗ୍ରହ ମାନଙ୍କ ଦୋଷ ବି ଖଣ୍ଡିତା। ନବବଧୂ ଅଟନ୍ତି ସ୍ମରହରଙ୍କର। ନବରଙ୍ଗେ ଭୁଲାନ୍ତି ମାନସ ତାଙ୍କର। ନକର ସେମାନଙ୍କେ ଅଟନ୍ତି ପଣ୍ଡିତା। ନବରରେ ହରଙ୍କ କୋଳ ବିମଣ୍ଡିତା। ନବରାତ୍ରି ବ୍ରତରେ ଅସୀମ ସନ୍ତୋଷ। ନବଧା ଭକ୍ତି ଜନ୍ମ ବାଲାଜୀ ମାନସ। ଦଶମ ଅଧ୍ୟାୟ ବ୍ୟାସ ଘୃତାଦିଙ୍କ ବର୍ଣ୍ଣନ। କହନ୍ତି ସନକାଦି ଋଷି ଆହେ ସୁତ। କହିଥିଲ ପୂର୍ବରେ ଅଳପ ଚରିତ। ମହତ ତେଜବନ୍ତ ବ୍ୟାସଦେବ ପୁଣ। ପ୍ରଣୟନ କରିଣ ଅଖିଳ ପୁରାଣ। ନିଜ ପୁତ୍ର ଶୁକଙ୍କୁ କରି ପାରାୟଣ। ଅଧ୍ୟୟନ ଅୟନ କଲେ ପରାୟଣ। ବ୍ୟାସଦେବ କରନ୍ତି ତପସ୍ୟା ସନ୍ତତ। କି ରୂପେ ଜାତ କଲେ କହ ସୁକତୁତ। ଶ୍ରୀକୃଷ୍ଣ ଦ୍ୱୈପାୟନ ବ୍ୟାସଦେବ ମୁଖ। ଶୁଣିଛ ଯାହା ତାହା କହ ହେ ଆମ୍ଭଙ୍କୁ। କହନ୍ତି ସୁତ ଦେବ ବିସ୍ତାର କରିଣ। ଶୁଣ ଆହେ ସୌନକ ଆଦି ତପିଗଣ। ସତ୍ୟବତୀ ନନ୍ଦନ ବ୍ୟାସଦେବ ଠାରୁ। ଜନମିଲେ ଯେ ରୂପେ ସୁକ ଋଷି ମେରୁ। ସେ ବୃତ୍ତାନ୍ତ କହିବି ଶୁଣ ଋଷି ଗଣ। ସତ୍ୟବତୀ ନନ୍ଦନ ତପୋଧନ ବ୍ୟାସ। ପୁତ୍ର ଅର୍ଥ କାମରେ ମେରୁ ଶୃଙ୍ଗେ ଯାଇ। ମହତର ମଣୀୟ ତପ କଲେ ସେହି। ଅଗ୍ନିବାୟୁ ଭୂମି ଯେ ଆକାଶ ସମାନ। ପବିତ୍ର ବୀର୍ଯ୍ୟଶାଳୀ ହେବାକୁ ନନ୍ଦନ। ଏପରି ପୁତ୍ର କାମେ କାମନା ବଳାଇ। ନାରଦଙ୍କ ମୁଖରୁ ଯାହା ଥିଲେ ପାଇ। ଏକାକ୍ଷର ବାଗ୍ଦିନ ମନ୍ତ୍ର ଜପ କଲେ। ଏକଲଏ ସେ ମହାମାୟା ଧ୍ୟାନ କଲେ। ଶକ୍ତିମାନ ମାନବ ଲୋକେ ପୂଜନୀୟ। ଶକ୍ତିହୀନ ବ୍ୟକ୍ତିଟି ଅଟେ ନିନ୍ଦନୀୟ। ଏଣୁ ସର୍ବଦା ସଦା ସର୍ବତ୍ର ଏ ଲୋକେ। ଶକ୍ତି ପୂଜା କରିବା ବିଧି ତିନି ଲୋକେ। ଏହିପରି ବିଚାରି କଲେ ଘୋର ତପ। ଏକ ମନେ ସେ ଏକାକ୍ଷର କରି ଜପ। ସେ କଲ୍ୟାଣ ଦାୟିନୀ ଆଦ୍ୟା ଶକ୍ତିଙ୍କର।
ସହିତରେ ସେବିଲେ ତତପତି ପର। ଏପରି ଅନାହାରେ 7 ବର୍ଷ କାଳ। ଆରତ ହୋଇଲା ହେ ଯତିପତି କୂଳ। କନିକାର ଶୋଭିତ ସେ ସୁମରୁ ଶୃଙ୍ଗ। ସମୁଦାୟ ଦେବଙ୍କ କ୍ରୀଡ଼ାସ୍ଥାନ ତୁଙ୍ଗ। ସମାଧିକ ମହତ ତପ ପ୍ରଭାବଶାଳୀ। ସମାଧି କରିଛନ୍ତି ତପନ ଭାବକି। ମୁନିଗଣ ଆଦିତ୍ୟ ଗଣ ବସୁଗଣ। ଅଛନ୍ତି ରୁଦ୍ରଗଣ ପୁଣି ମରୁଦ୍ଗଣ। ସ୍ୱର୍ଗ ବୈଦ୍ୟ ଦ୍ୱିଭାଇ ଅଶ୍ୱିନୀ କୁମାର। କୁମାର ମାର ପରି ଦିଶନ୍ତି ସୁନ୍ଦର। ବ୍ରହ୍ମଜ୍ଞ ଯେ ମନନଶୀଳ ବହୁ ଆସି। ନିବାସ କରିଛନ୍ତି ସେହିଠାରେ ଋଷି। କିନ୍ନରୀଙ୍କ ସହିତ ଗୀତ ବିନାଦିତ। ହୋଇବାରେ ସୁମେରୁ ସୁଶୋଭା ପୂରିତ। ଧର୍ମାତ୍ମା ବ୍ୟାସଦେବ ସତ୍ୟବତୀ ସୁତ। ତପ ହେତୁ ସେ ସ୍ଥାନେ ହୋଇଲେ ପ୍ରବୃତ। ପରମ ସୁପବିତ୍ର ସୁବୁଦ୍ଧି ସମ୍ପନ୍ନ। ସେ ବ୍ୟାସଦେବ ପରାଶରଙ୍କ ନନ୍ଦନ। ତାହାଙ୍କ ଉଗ୍ର ତପ ତେଜେ ଚରାଚର। ପରିବ୍ୟାପ୍ତ ହୋଇଲା ଅଖିଳ ସଂସାର। କୃପିଟ ଯୋନି ଶିଖା ପରି ଜଟା କୂଳ। ପିଙ୍ଗଳ ବର୍ଣ୍ଣ ହେଲା ହୋଇଣ ପ୍ରକଟ। ଏହିପରି ଦେଖିଣ ମହାତପ ତେଜ। ଅତିଶୟ ଭୟକୁ ହେଲେ ଦେବରାଜ। ଶଚୀ ଶଙ୍କର ଅତିଶୟ ଭୟ ଦେଖି। ପ୍ରଥମ ଗଇସ କହିଲେ ସେ ଡାକି। କି ହେ ଇନ୍ଦ୍ର କାହିଁକି କରୁଅଛ ଭୟ। ବିଷନ୍ନ ଭାବେ କିମ୍ପା ଶ୍ରମାତୁର ହୁଅ। ଏ ଦୁଃଖର କାରଣ ପରକାଶ କର। ତାପସଙ୍କ ଉପରେ ଈର୍ଷା ନ କର। ମହତ ଶକ୍ତି ସମନ୍ୱିତ ଦେଖି ମତେ। ତାପସ ମାନେ ତପ କରୁଛନ୍ତି ଏଥେ। ଅହିତ ନ କରନ୍ତି ସେମାନେ କାହାର। ସହିତରେ କରନ୍ତି ଶୋପତ କଠୋର। ଏହିପରି ଜଗତେ ହର ବୃଷଧ୍ୱଜ। ସେ କାଳେ ପଚାରିଲେ ହରିହର ଧ୍ୱଜ। କାହିଁକି ବ୍ୟାସଦେବଙ୍କର ଜୟ ହୋଇ। ଅଭିପ୍ରାୟ ଏହାଙ୍କ କି ପ୍ରକାର କହି। ଏହା ଶୁଣି ଶଙ୍କର କହିଲେ ପୁତ୍ର। ପୁତାର୍ଥୀ ହୋଇଛନ୍ତି ପରାଶର ପୁତ୍ର। କରୁଛନ୍ତି କଠୋର ସୁତପ ମହତ। ଏତପରେ ହେଲାଣି 100 ବର୍ଷ ଗତ। ଏହେତୁ ଦେବୀ ଆଜ ଏହାଙ୍କୁ ପ୍ରବର। ହୋଇବାକୁ କଲ୍ୟାଣ କର ପୁତ୍ର ବର। ଜଗଦ୍ଗୁରୁ ସେ ଭଗବାନ ରୁଦ୍ରଦେବ। ବିରଜାଙ୍କୁ ଏପରି କହି ସର୍ବଜବ। ମହର୍ଷି ବ୍ୟାସଦେବ ସମୀପେ ପ୍ରବେଶି। କୃପାନେତ୍ରେ ଅନାଇ କହିଲେ ହେ ଋଷି। ଉଠ ଉଠ ନଭ ହେବା ସବ ପୁତ୍ର। ମୋର ବରେ ତୁମ୍ଭର ହୋଇବ ସୁପୁତ୍ର। କ୍ଷିତି ପ୍ରବୃତ୍ତି ପଞ୍ଚଭୂତଙ୍କର ଅଂଶେ। ତେଜମୟ ପରମ ଜ୍ଞାନୀ ହୋଇବ ସେ। ହୋଇବ କୀର୍ତ୍ତିମାନ ସୁକଲ୍ୟାଣ କର। ପ୍ରିୟ ପାତ୍ର ହୋଇବ ସର୍ବଜନଙ୍କର। ସାତ୍ୱିକ ଆଦି ଗୁଣେ ହୋଇବ ଭୂଷିତ। ସତ୍ୟ ସତ୍ୟ ବିକ୍ରମଶାଳୀ ହେବ ପୁତ୍ର। ସେହି କାଳେ ମହର୍ଷି କୃଷ୍ଣ ଦ୍ୱୈପାୟନ। ଶିବଙ୍କର ଶୁଣିଏ ମଧୁର ବଚନ। ତାହାଙ୍କୁ ନମସ୍କାର କରି ସୋ ଆଶ୍ରମେ।
प्रवेशिले बहुत वर्ष तपश्रमे काय क्लेश बारणे अग्नि उत्पादने अरणी काठ दुई मंथिले आपणे से काठ मंथु मंथु आपणा हृदये प्रबल चिंता जात हेला अतिशये पुत्र जात विषय हेला प्रादुर्भूत आपण मने मने होइले भावित ए काठ को से काठ संजोग करन्ते हेउअछि संजात अनल जे मन्ते सेहि परि मोहर हेब कि कुमार कुमारंक पियर देइछन्ति बर बुधगणे जाहांको पुत्रारणी बोली निर्देश करिछन्ति नाही से छलड़ी रूपवती युवती सत्कल संभूता नाही सहधर्मिणी मोर पतिव्रता पुत्र हेतु विवाह होइले रमणी होइब तपादर श्रृंखला रूपिणी किपरि जानी जानी दार परिग्रह करिबई संसार बंधन उपाय समतत्वदर्शीए एहा तो जानन्ति सांसारिक कार्य दक्ष जेउ सती रूपवती पतिव्रता जे कामिनी अभिलाषान रूपी सुख प्रदायिनी विद्वंधन स्वरूप संतंक अवश्य अधिक कि कहिबा हर नारी बस एकथा जानी शुणी किपरि निश्चय गृहस्थाश्रमटीर मुने भी आश्रय एपरि भावुछन्ति एमंत समये अलौकिक व्यापार अति रमणीये रूपवती लावण्यवती अपसरा घृताची ए स्वर्गर सुर अपसरा समीपवर्ती होई गगन प्रांगणे ऋषिंक दृष्टि पथे पड़िला तो क्षणे हेले हे व्यासदेव सुज्ञानी संपन्न महत ब्रह्मचर्य व्रत परायण चला पांगी से अपसरा समीपरे पड़िबारे पीड़ित हेले काम सरे स्तन मुख जघन नयन नाई मन थिला पराए भावी कले नाही कि संकट प्रकट होइला निकट असह्य काम भाव करुछि उचाट धर्मंकर विराज हेबार समक्षे मुझे मोह हेबी मोहिनी कटाक्षे मोहर तप फल विफल होइब देवांगनाए ठारे प्रवेशिला जब एहा वर ग्रहण करिबि मु जेबे तापस वृंद उपहासे उड़ाइबे आहसते मु करी 7 वर्ष काल महाघोर सुतप समूह केवल महातपा बोलेण नाम पाइथिली महावेश्या देखिण मोह होई गली अच्छा हे पंडित गण महाशय गृहस्थाश्रम पूजा धन्य बोली कह सर्व सुख आकर पुत्र काम दिए स्वर्ग सुख जनक पुण्यात्मक हुए जानिली ज्ञानीकर मोक्ष विधायक गृहस्थाश्रम श्रेष्ठ आश्रम मानक जेबे हेब तुलनीय सुख चय गृहस्थाश्रमटीरे मोहर निश्चय निंदा हे उपछके करन्ति ग्रहण एहा द्वारा से शोक होइब कारण विघटित सुखरे अछि कि कारण देव कन्या करकु करिले ग्रहण पूर्वरु शुणा अछि नृपपुरुर बा उर्वशी बशवर्ती होई न रहिबा
ଅବଶେଷେ ଯେ ରୂପେ ସେ ବସି ଦ୍ୱାରା ପରାଭବ ପାଇଲେ ହେବ ସେହି ପରା। କ୍ଲେଶ ଲଭିଥିଲେ ସେ କହିଛନ୍ତି ମୋତେ ନାରଦ ମହାରଷି ସେ ବୃତ୍ତାନ୍ତ ଯେତେ। ଏହିଠାରେ ଶ୍ରୀଦେବୀ ଭାଗବତଙ୍କରେ ଅମୃତ ଉପମେୟ ପ୍ରଥମ ସ୍କନ୍ଧରେ ହରବର ପ୍ରଦାନ କରିବାର ଚୂର୍ଣ୍ଣ ହରବରେ ଦଶମ ଅଧ୍ୟାୟ ସମ୍ପୂର୍ଣ୍ଣ। ଜୟ ହେ ଆଶୁତୋଷ ପଶୁପତି ହର ଖଣ୍ଡ ପଶୁ ବରଦ ଆଶୁ ପୂର୍ଣ୍ଣ କର। ରସୁମର ମାନସ ତବ ପଦ୍ମ ପାଦେ ବସୁ ତବ କୃପାରେ ବାସୁଦେବ ପାଦେ। ଖଣ୍ଡା ମୁଣ୍ଡ ଧାରିଣୀ ଶ୍ରୀ ତାରିଣୀ ପଦେ ବାଲାଜୀ ରଣା ଜଣା କରେ ହୃଦ ମୋଦେ। ଏକାଦଶ ଅଧ୍ୟାୟ ତାରାଚନ୍ଦ୍ର ବର୍ଣ୍ଣନ। ସୌନକାଦି କହନ୍ତି ସୁତ ମହାମତି କହ ପୁରୁର ବାସେ କିଏ ସେ ଅଟନ୍ତି। ଦେବକନ୍ୟା ଉର୍ବଶୀ ଅଟନ୍ତି କିଏ ସେ ପୁରୁର ବାକି ପରି କ୍ଲେଶ ଲଭିଲେ ସେ। କହ ହେ ସୌମ୍ୟ ଲୋମହର ସଣା ସୁତ ମନିକଟେ କ୍ଷଣେ ସେ ସର୍ବଚରିତ। ତୁମ୍ଭ ମୁଖ ସାରସ ନିର୍ଗତ ସୁରସ ବଚନାବଳୀ ପାନେ ଆମ୍ଭର ମାନସ। ତୁମ୍ଭ ବାକ୍ୟ ଅମୃତ ଅପେକ୍ଷା ଉତ୍ତମ ସୁରସ ସୁମଧୁର ହରେ ତମ ସ୍ତୋମ। ଅମୃତାନ୍ଧ ସମାନେ ସୁଅମୃତ ପାନେ ଅତୃପ୍ତ ସଦା କାଳେ ଅଟନ୍ତି ଯେ ସନେ। ସେହିପରି ତୁମ୍ଭର ବ୍ୟଚନାମୃତ ପିଇ ଆମ୍ଭ ମନ ତୃପ୍ତିର ସୀମା କିଛି ନାହିଁ। ଏହା ଶୁଣି କହିଲେ ମହାତପସୁତ ଯାହା ହେଲା ଶୁଣ ହେ ତାହା ସୁଚରିତ। ବ୍ୟାସଦେବ ମୁଖରୁ ଶୁଣିଛି ଯେପରି ସେ ସମସ୍ତ କହିବି ବୁଦ୍ଧି ଅନୁସରି। ଶୁଣ ଶୁଣ ସେ ମନୋହର ଦିବ୍ୟ କଥା ବିନାଶିବ ସନ୍ଦେହ ସନ୍ଦୋହ ଯେ ବ୍ୟଥା। ଏକ ଦିନ ସ୍ୱରୂପ ଯୌବନ ଶାଳିନୀ ସୁନ୍ଦରାଙ୍ଗୀ ସୁନ୍ଦରୀ ତାରା ବିକ୍ରମଣୀ। ଶ୍ରୀ ବୃହସ୍ପତିଙ୍କର କାମଦା ପ୍ରମୋଦା ମଦ ଗର୍ବ ବିହୋଳା ରସିକାର ସଦା। ନିଜର ସ୍ୱାମୀଙ୍କର ଶ୍ଵେତ ଯଜମାନ ଚନ୍ଦ୍ରଙ୍କର ସଦନେ କରିଲେ ଗମନ। ସେ କାଳେ ତାରାପତି ତାରାଙ୍କ ବଦନ ଦେଖିଦେଲେ ସୁନ୍ଦର ତାରାଧିପାନନ। ପିନ୍ଧିଦେଲା ସେ କାଳେ ପଞ୍ଚଶର ସହର ସନ୍ଧି ଦେଇ ରୁନ୍ଧିଲା କରାଇ ଆତୁର। ତାରାପତି ମୁଖକୁ ଦେଖିଣ ସେ ତାରା ତାରାପତି ବଦନା ମଦନେ ଆତୁରା। ଏପରି ପରସ୍ପରେ ପ୍ରେମାସକ୍ତ ହୋଇ ସୁରାତୁର ହୋଇଲେ ସ୍ମର ପୀଡ଼ା ପାଇ। ତାରାପତି ସେ ତାର ପାଇ କାମ ବାଣ ମଦମତ ହୃଦୟେ କରିଲେ ରମଣ। ତୋଳା ଚାରୁ ଅଙ୍ଗାଙ୍କ ସଙ୍ଗେ କାମ ରଙ୍ଗେ ବାତୁଳା ହୋଇ ଖେଳା ଲୀଳା କଲେ ରଙ୍ଗେ। ଭାବ ଭାବ ବସରୁ ଅନୁରାଗ ହେତୁ ଦିବସ କେତେ ଗଲା ନ ରହିଲା ହେତୁ। ଏ ଅନ୍ତେ କିଛି ଦିନ ଅନ୍ତେ ବୃହସ୍ପତି ପତ୍ନୀଙ୍କର ବିରହ ଦୁଃଖ ଲଭିଅତି। ତାରାପତି ବଦନା ତାରାଙ୍କ ବଦନ ନ ଦେଖିଣ ବହୁତ ଗତ ହନ୍ତେ ଦିନ। କାମଶାସ୍ତ୍ର ପ୍ରବୀଣ ହୋଇ କାମାତୁର ଆଣ ବୋଲି ଶିଷ୍ୟଙ୍କୁ ପେଶିଲେ ସତୋର। ତାରା ତ ହୋଇଥିଲେ ଚନ୍ଦ୍ର ବଶୀଭୂତା ଆଗମନ ବିଷୟ ନ କରିଲେ ଚିନ୍ତା। ପୁନଃ ପୁନଃ ଶିଷ୍ୟଙ୍କୁ ପଠାନ୍ତି ବୃହସ୍ପତି
ଫେରାଇ ଦେଉଥାନ୍ତି ତାଙ୍କୁ ଗିରାପତି। ପରିଶେଷେ ସେ ଦେବ ଗୁରୁ ଗୁରୁ କୋପେ, ପ୍ରବେଶିଲେ ଯାଇଣ ଚନ୍ଦ୍ର ଘରେ ଆପେ। ଈଶିତ ମନ୍ଦ ହାସ୍ୟରେ ସହିତ, ଶଶଧର ହୋଇଛି ମଦ ବିଗର୍ବିତ। ତାଙ୍କୁ ଚାହିଁ କ୍ରୋଧରେ ରହିଲେ ବୃହସ୍ପତି। ଆହା କି ଆଶ୍ଚର୍ଯ୍ୟ ତାରା ପନ୍ତି ପନ୍ତି, ଧର୍ମର ବିଗହିତ ଏ କୁତ୍ସିତ କାର୍ଯ୍ୟ। ବିପରୀତ କରିଲୁ ଆରେ ଦ୍ୱିଜରାଜ, କାହିଁକି ମୁଁ ସୁନ୍ଦରୀ ଭାର୍ଯ୍ୟା ନିଜ ଘରେ। ରଖିଅଛୁ ଅଧମ କାମ ଗରବରେ, ମୁଁ ପରା ତୋର ଗୁରୁ ତୁ ହି ଯଜମାନ। ଛିଛିଆରେ ପାପିଷ୍ଠ ଛି ମୂଢ଼ ଧମ, ଗୁରୁଙ୍କର ପତ୍ନୀଙ୍କି ଭୋଗ କରି ସାରି। ରଖିଅଛୁ ଘରରେ ପୁଣି ବନ୍ଦୀ କରି, ବ୍ରହ୍ମଘାତୀ ସୁବର୍ଣ୍ଣ ହାରି ସୁରା ପାଇ। ମହାପାପୀ ଗୁରୁଙ୍କ ଦ୍ୱାରାଗାମୀ ଯେହି, ଏମାନଙ୍କ ସଂସର୍ଗ କରିବାର ନର। ପଞ୍ଚମ ମହାପାପୀ ସଂଶୟନ କର, ମୋହିତ ତୋର ଗୁରୁ ମୋ ପତ୍ନୀ ହରିଲୁ। ତୋର ଠାରୁ ପାପିଷ୍ଠ ଅଛି କେ ଗୁରୁ, ଆରେ ମହାପାତ କି ନିନ୍ଦନୀୟ ଚୋର। ଭଲ ନୁହେଁ ଆଚାର ଆରେ ଦୁରାଚାର, ଏହେତୁ ଦେବସ୍ଥାନେ ବସିବା ଉଚିତ। ନୁହଁରେ ପାପିଷ୍ଠ ଶ୍ରେଷ୍ଠ ଦୁଷ୍ଟ ଚିତ୍ତ, ଛାଡ଼ି ଦିଅ ସୀତା ପାଙ୍ଗି ମୋ ତାରାକୁ। ତାର ବିନା ମୋହିତ ନ ଯିବି ଘରକୁ, ନ ଛାଡ଼ିବୁ ତୁ ଯେବେ ଗୁରୁ ପତ୍ନୀ ହରି। ନିଶ୍ଚୟ ସାପ ଦେବି କ୍ରୋଧ ହୋଇ କରି, ବୃହସ୍ପତି ଏପରି କହି ହେଲେ ମୌନ। ଦହୁଥିଲା କାନ୍ତାଙ୍କ ବିରହ ଦହନ, କଟୁଗୀର ଏପରି ଶୁଣି ତାହାଙ୍କର। କହିଲେ ସେ କାଳରେ ତାରା ପ୍ରାଣେଶ୍ୱର, ଆହେ ଗୁରୁ ଜଗତେ ଯେ କ୍ରୋଧ ବର୍ଜିତ। ସେ ଧର୍ମଶାସ୍ତ୍ରବିଦ ବ୍ରାହ୍ମଣ ପୂଜିତ, କ୍ରୋଧ ହେତୁ ସକଳ ଗୁଣ ଥିଲେ ହେଲେ। ବୋଧ ହୁଏ ସେ ପୂଜନୀୟ ହୁଏ ଭଲେ, ତାରା ବର ବର୍ଣ୍ଣିନୀ ଯିବେ ତୁମ୍ଭ ଘର। ଏକଥାରେ ସଂଶୟ କିଛି ହିଁ ନ ଧର, କିଛି ଦିନ ମୋ ଘରେ ଥିଲେ ବୋଲି ତାରା। ଆପଣଙ୍କ ବିଚାରେ ହାନି ହେବ ପରା, ସୁଖ ଭୋଗ ଇଚ୍ଛାନୁସାରେ କରୁଥିଲେ। ଯିବେ କିଛି ଦିନରେ ତାଙ୍କ ଇଚ୍ଛା ହେଲେ, ମାତ୍ର ଏକ କଥା ଅଛ ଏ ମନ୍ତ। ଆପଣଙ୍କ ଧର୍ମ ଶାସ୍ତ୍ରର ଏ ମତ, ଦୁଷ୍କୃତ କର୍ମ କଲେ ଯେପରି ବ୍ରାହ୍ମଣେ, ଶୁଦ୍ଧ ହନ୍ତି ବୈଦିକ କର୍ମ ଅନୁଷ୍ଠାନେ। ସେପରି ସ୍ତ୍ରୀ ଲୋକେ ବ୍ୟଭିଚାର ଦୋଷେ, ଦୋଷିତା ହୋଇଗଲେ ନିଜ କର୍ମ ଦୋଷେ। ହୋଇଲେ ସିନା ତାଙ୍କ ରଜର ସଂସ୍କାର, ପବିତ୍ରତା ଲଭଇ ନାରୀ କଳେବର। ଚନ୍ଦ୍ରଙ୍କର ଏ ଗିର ଶୁଣି ସୁର ଗୁରୁ, ବୃହସ୍ପତି ଚିନ୍ତାରେ କଲେ କ୍ରୋଧ ଗୁରୁ। କାନ୍ତା ତୋର ଚିନ୍ତାରେ ହୋଇଣ ସ୍ଥିର, ସେହିପରି ମିଳିଲେ ଆପଣାର ଘର। ତାରାଙ୍କ ବିରହରେ କାମ ଆତୁରରେ, ଏପରି କିଛି ଦିନ ଯିବାର ଉତ୍ତାରେ। ପୁନର୍ବାର ତ୍ୱରିତ ଗଲେ ଚନ୍ଦ୍ରପୁର, ଦ୍ୱାରରେ ଜଗିଛନ୍ତି ଦ୍ୱାରପାଳ ବୀର। ନିବାରଣ କରନ୍ତେ ଅତି କ୍ରୋଧ ହେଲେ, ଦ୍ୱାର ଦେଶର ହୀନ ତାଙ୍କୁ ଡକାଇଲେ। ଛାଡ଼ିଲେ ନାହିଁ ଦ୍ୱାର ନ ଆସିଲେ ଚନ୍ଦ୍ର, ଅତିଶୟ କ୍ରୋଧରେ ଭାବିଲେ ମନ୍ଦ। କି ଆଶ୍ଚର୍ଯ୍ୟ ଧର୍ମ ମହାନ ଶଶଧର, କୁତ୍ସିତ କାର୍ଯ୍ୟ କଲା ଶିଷ୍ୟ ହୋଇ ମୋର।
ମାତ୍ର ପରେ ଗୁରୁଙ୍କ ଭାରି ଯାଅଟନ୍ତି ବଳପଣେ ଗ୍ରହଣ କଲାହୀନ ମତି। ଆଚ୍ଛା ହେଉ ଚିତ୍ତ ଶିକ୍ଷା ପ୍ରଦାନିତି ଇଚ୍ଛାରେ ଘରେ ଅଛି ମନେ କିସ ଭାବି। ବହିର୍ଦ୍ୱାର ଦେଶରେ ବୃହସ୍ପତି ରହି ଏହିପରି କ୍ରୋଧରେ ଭାବିଲେଟି ସେହି। ଉଚ୍ଚ ସ୍ୱରେ ଡାକିଲେ ଆରେ ମନ୍ଦମତି ଆରେ ସୁରଧମ ଦୁରାଚାର ଅତି। କାହିଁକି ଅନ୍ତପୁରେ କରିଛୁ ଶୟନ ଶୀଘ୍ର ମୋର କାମିନୀ କରରେ ପ୍ରଦାନ। ନ ଛାଡ଼ିଲେ ତାରାଙ୍କୁ ତୋତେ ସାପ ଦେବି ଏହି କ୍ଷଣି ପାପିଷ୍ଠ ଭସ୍ମ କରିଦେବି। ଏପରି ବୃହସ୍ପତିଙ୍କର କ୍ରୂର ଗିର ଶ୍ରବଣ କରି ଶୀଘ୍ର ରୋହିଣୀଙ୍କ ବର ଗୃହର ବହିର୍ଦେଶେ ହୋଇ କରି ସ୍ଥିତ। ହସି ଦେଇ ଅଳପ କହିଲେ ମନ୍ତ କାହିଁକି ଦ୍ୱିଜ ଟୋକା ଏହି ପ୍ରକାର ବହୁତ ବାକ୍ୟ ବ୍ୟୟ କରୁଛ ସତୋର। ସେ ସର୍ବସୁଲକ୍ଷଣୀ ସୁତାରୁ କ୍ଷଣୀ ଅସିତା ପାଙ୍ଗି ତାରା ମହତର ମଣି। ତୁମ୍ଭ ସହିତ ଉପଭୋଗ କାମରଙ୍ଗେ ଉପଯୁକ୍ତା ନୁହନ୍ତି ସୁରତ ପ୍ରସଙ୍ଗେ। ଏହେତୁ ନିଜ ଯୋଗ୍ୟ କୁରୁ ପୀରମଣି ଗ୍ରହଣ କର ଯାଇ ସତୋରତା ପାଣି। ଭିକ୍ଷୁକଙ୍କ ଘରରେ ଏପରି ଘରଣୀ ପରମା ରୂପବତୀ ଲାବଣ୍ୟ କାମିନୀ। ଭୋଗ୍ୟ ଯୋଗ୍ୟା ନୁହନ୍ତି ଘେନରେ ଦୁର୍ବୋଧ କାମଶାସ୍ତ୍ର ବିଷୟ ହୋଇଛି କି ବୋଧ। କାମଶାସ୍ତ୍ର ବିଶାରଦ ଯେ ବୁଦ୍ଧ ଗଣ ତାରାଙ୍କର ସଦୃଶ ନାୟକର ମଣ। ଗତି ବିଷୟରେ ଯେ ନିର୍ଦ୍ଦେଶ କରିଛନ୍ତି ମାତି ରାତି ଦିବସ ମତି ହତି ନିଅନ୍ତି। ମୋର ସୁଲୋଚନାକୁ ମାଗିଲି ପୁନଃ ପୁନଃ ଦେବାକୁ ସେ ଦୁସ୍ତର ଇଚ୍ଛା ନାହିଁ ମନ। ଆହେ ସୁର ଈଶ୍ୱର ମୋର କି ଉପାୟ ଘୋଟି ଅଛି ସଙ୍କଟ ହୁଅନ୍ତୁ ସହାୟ। ଦେବଗଣେ ଆପଣ ଅଧୀଶ୍ୱର ଯେଣୁ ଅତିଶୟ ଦୁଃଖରେ ମୁଁ ପ୍ରାର୍ଥଇ ତେଣୁ। ଏହା ଶୁଣି କହିଲେ ଇନ୍ଦ୍ର ବଜ୍ରଧର ଆହେ ଧର୍ମ ତତ୍ତ୍ୱଜ୍ଞ ନୁହଁ ଶୋକାଭର। ସୁବ୍ରତ ଦେବ ଗୁରୁ ମୁଁ ତୁମ୍ଭର ଦାସ ଆଣିଦେବି ତୁମ୍ଭର ତାରାଙ୍କୁ ଅବଶ୍ୟ। ମୁଁ ଦୂତ ପଠାଇଲା ଠାରେ ଯଦି ସୋମ କାମ ମଦ ତାରାକୁ ନ କରେ ପ୍ରଦାନ। ତାହା ହେଲେ କରିବି ଦେବ ସୈନ୍ୟ ଯୁତେ ଅସମର ସମର ସମର ସହିତେ। ସେ ଦେବରାଜ ଦେବ ଗୁରୁଙ୍କୁ ଏପରି ସବିଶ୍ୱାସ ଆଶ୍ୱାସ ପରଦାନ କରି। ଅଦ୍ଭୁତ କାର୍ଯ୍ୟ ଦକ୍ଷ ବକ୍ତା ଶିରୋମଣି ଜନେକ ଦୂତ ଯେହି ମହତ ଅଗ୍ରଣୀ। ଚନ୍ଦ୍ରଙ୍କ ନିକଟକୁ ଇନ୍ଦ୍ର ପଠାଇଲେ ସେ ବିଚକ୍ଷଣ ଦୂତ ଅତି ଶୀଘ୍ର ଗଲେ। ଚନ୍ଦ୍ରପୁରେ ପ୍ରବେଶୀ ରୋହିଣୀ ପତିଙ୍କି ସାଦ୍ରରେ ସେ କହିଲେ ମନ୍ଦରେ ଏତିକି। ଆହେ ମହାଭାଗ ଚନ୍ଦ୍ର ଯେ ଦ୍ୱିଜରାଜ ତୁମ୍ଭର ନିକଟକୁ ଇନ୍ଦ୍ର ଦେବରାଜ ପଠାଇ ଅଛନ୍ତି ତ ଆହେ ମହାମତେ। କିଛି କଥା କହିବା ସକାଶରେ ମୋତେ ଶୁଣ ଶୁଣ ମୋ ପ୍ରଭୁ କହିଛନ୍ତି ଯାହା କହୁଅଛି ତୁମ୍ଭର ନିକଟେ ମୁଁ ତାହା। କହିଛନ୍ତି ଏପରି ଆହେ ମହାଭାଗ ଧର୍ମଜ୍ଞ ତୁମ୍ଭେ ନୀତି ଶାସ୍ତ୍ର ସୁପାରଗ। ଧର୍ମାତ୍ମା ଯେ ମହର୍ଷି ଅତ୍ରିଙ୍କର ପୁଅ ତୁମ୍ଭ ପକ୍ଷେ କାର୍ଯ୍ୟ ଅତି ନିନ୍ଦନୀୟ।
ଦେଖ ଦେଖ ସକଳ ନିରଳସ ପ୍ରାଣୀ, ନିଜ ଶକ୍ତି ବଳରେ ରଖନ୍ତି ରମଣୀ। ଏହେତୁ ଅକାରଣ ରଣଟି ବରଣ, କରିବାର ସଂଶୟ ନ କର ଆପଣ। ହେ ଚନ୍ଦ୍ର ଗୁରୁ ପତ୍ନୀ ରକ୍ଷଣ ବିଷୟେ, ଆପଣାର ରମଣୀ ପରାୟ ନିଶ୍ଚୟେ। ତୁମ୍ଭ ପରା ଲୋକଙ୍କ ନ୍ୟାୟଟିଏ ସନ, ଦେଖିବ ସର୍ବ ପ୍ରାଣୀ ଆତ୍ମାର ସମାନ। ଶ୍ରୀ ଗୁରୁଦେବଙ୍କର ରମଣୀକୁ ରକ୍ଷା, କରିବା ଉଚିତ କି ଯତ୍ନେ କରି କକ୍ଷା। ଗତି ଦକ୍ଷ ବକ୍ଷଙ୍କ କନ୍ୟା ସୁକାମିନୀ, ଅଷ୍ଟାବିଂଶ ସଂଖ୍ୟାରେ ଥିବା ଠାରେ ପୁଣି। ପୁଣି ତ ସେହି ମାନେ ମହାରୂପବତୀ, କାମପ୍ରଦ ପ୍ରମଦା ସୁଲାବଣ୍ୟବତୀ। ଏପରି ହେଲା ଠାରେ ଗୁରୁଙ୍କ ଭାରିଜା, ହରଣ କରିବାର ନୁହଁ କି ଲଜ୍ଜା। ମନୋରମା ମେନକାଦି ଅପସରା, ସ୍ୱର୍ଗଧାମେ ନିବାସ କରିଛନ୍ତି ପରା। ଇଚ୍ଛା ହେଲେ ଯଥେଚ୍ଛା କର ଉପଭୋଗ, ଗୁରୁଙ୍କର ରମଣୀ କର ପରିତ୍ୟାଗ। ପ୍ରଭୁମାନେ ଯଦ୍ୟପି ଅହଙ୍କାର ମନେ, ନିନ୍ଦନୀୟ କାର୍ଯ୍ୟ କରନ୍ତି ସୁଜ୍ଞାନେ। ତେବେ ତ ଅଜ୍ଞଗଣ ତାହା ଅନୁସରି, ଅନୁମାନେ ସେ କାର୍ଯ୍ୟ ଯିବେ ସିନା କରି। ତାହା ହେଲେ ହେ ମହାଭାଗ କ୍ଷମା କର, ଧର୍ମ କ୍ଷୟ କର ହୋଇବନି କର। ଏହେତୁ ଆହେ ସୋମ ଅମରଙ୍କ ସହ, ଅକାରଣେ ନ ହେଉ ସମର କଳହ। ମନୋହରା ହେଲେ ଗୁରୁ ମନୋହର, ତାରା ବର ଛାଡ଼ି ନ ଦିଅ ସେହି ତାରା। ଗୁରୁଙ୍କର ରମଣୀ ତାରା ମନୋରମା, ପୂର୍ବରୁ ପରିତ୍ୟାଗ କର ହେ ଚନ୍ଦ୍ରମା। ଦୂତ ମୁଖୁ ଚନ୍ଦ୍ରଙ୍କ ବାଣୀ ଶୁଣି ଶଶୀ, କ୍ରୋଧ ଭରେ ଭଙ୍ଗୀରେ କହିଲେ ସେ ହସି। ଇନ୍ଦ୍ରଙ୍କୁ ଲକ୍ଷ୍ୟ କରିଦେଲେ ପ୍ରତ୍ୟୁତ୍ତର, ଇନ୍ଦ୍ରଦୂତ ଆଗରେ ସେ କାଳେ ସତର। ମୁଁ ଜାଣଇ ଯେପରି ତୁମ୍ଭେ ଦେବଗଣେ, ଅଧୀଶ୍ୱର ହୋଇଛ ଧର୍ମଜ୍ଞ ଆପଣେ। ସେହିପରି ତୁମ୍ଭର ପୁରୋହିତ ବେଟା, ଜଟିଆ ମୁଣ୍ଡା ସେ ତ ମହାଜଟିଆଟା। ଗୁରୁ ଶିଷ୍ୟ ଦୁହେଁ ତ ଅଟ ସମବୁଦ୍ଧି, ସତ୍କାର୍ଯ୍ୟ କିଛି ଆପେ ନ ପାରୁଛ ସାଧି। ପର ଉପଦେଶରେ ପଣ୍ଡିତ ପଣିଆ, ସକ୍ଷମ ହୋଇ ଆପେ ହେଉଛ ଟାଣିଆ। ଏହେତୁ ତୁମ୍ଭ ପରି ଲୋକ ତ ଦୁର୍ଲଭ, ଅଟଇ ତିନି ଲୋକେ ହେ ସୁର ବଲ୍ଲଭ। ଏପରି କାର୍ଯ୍ୟ ଉପସ୍ଥିତ ହେଲେ ଆସି, କେ କରିବ ଏ ଉପଦେଶ କାର୍ଯ୍ୟ ବସି। ବୃହସ୍ପତି ପ୍ରଣୀତ ଶାସ୍ତ୍ର ମତ ମାନେ, ଚରାଚରେ ପ୍ରଚଳ ହେଉଛନ୍ତି ପ୍ରାଣୀ। ସେ ମତ ଅନୁସରି ଆହେ ମହାଭାଗ, ସକାମ ରମଣୀକୁ କଲି ସିନା ଭୋଗ। ଏଥିରେ ବିବୁଧାଙ୍କ କି ବିରୋଧ ହେଲା, ଯୁଦ୍ଧ ହେବ ବୋଲିଣ କିମ୍ପା କୁହାଗଲା। ପୁଣି ଦେଖ ସଂସାର ରୀତି ଏହିପରି, ଯେ ଯାହା ବସ୍ତୁ ନେଲା ବଳ ପୂର୍ବ ମାରି। ବଳଶାଳୀ ସେ ତାହା ଭୋଗ ସିନା କଲା, ଦୁର୍ବଳ ନରଙ୍କର କିଛି ହିଁ ନହିଲା। ଏ ନାରୀ ମୋର ମଣି ଏ ଅନ୍ୟ ମାଇପ, ଏପରି ବୁଦ୍ଧି କରେ ଯା ବୁଦ୍ଧି ଅଳପ। ପୁଣି ତ ଯେଉଁ ପରି ତାରା ମନୋହରା, ମୋଠାରେ ଅନୁରାଗବତୀ ମନୋହରା। ହେଉଛନ୍ତି ସୁରଥି ରଙ୍ଗେ ମାତି ରାତି, ସେହିପରି ନୁହନ୍ତି ବୃହସ୍ପତି ପ୍ରତି। ଏଣୁ ଆହେ ଧର୍ମଜ୍ଞ ଧର୍ମ ଅନୁସାରେ,
ତୁମ୍ଭ ଗୁରୁ ପ୍ରଣୀତ ନୀତି ଅନୁସାରେ ଛାଡ଼ିଦେବି କିପରି ତାହା କହ ଭାବି। ଅନୁରକ୍ତାର ମଣି ଆପେ ଅଛି ଦ୍ରବୀ। ପୁଣି ଦେଖ ହେ ସଚି ପତି ପତି ପ୍ରତି ପତ୍ନୀ ଅନୁରାଗିଣୀ ହେଲେ ସୁଖ ଅତି। ରମଣ ମୁଖ ଦେଖି ରମଣୀର ମୁଖ ବିମୁଖ ହେଲେ ଆଉ କି ଗ୍ରାହସ୍ଥ୍ୟ ସୁଖ। ଏଣୁ ତୁମ୍ଭ ଗୁରୁଙ୍କ ଗୃହ ସୁଖ ଥାଉ। ଲୋଡ଼ି ହୋଇ ଲୋଡ଼ିଲେ ହେଲେ କେବା ଦେଉ। କନିଷ୍ଠ ଭାଇ ବୋହୁ ହରିଲେ ଯେ ଦିନ ତାରାଙ୍କ ଅନୁରାଗ ଛାଡ଼ିଲା ସେ ଦିନ। ସାନ ଭାଇ ସମ୍ବର୍ତ୍ତ ଦେବଙ୍କର ମଣି ହରଣ କରିବାର କେଉଁ ଧର୍ମ ବାଣୀ। ତୁମ୍ଭେ ତ ଦେବଙ୍କର ଈଶ୍ୱର ପ୍ରତ୍ୟକ୍ଷ ହେତୁକର କାହିଁକି ହେଲେ ସହସ୍ରାକ୍ଷ। ସର୍ବକର୍ମେ ସକ୍ଷମ ଦକ୍ଷ ଦେବ ପ୍ରଭୁ ଯାହା ଇଚ୍ଛା ତା କର ତୋତେ ନ ଡରିବୁ। ଆରେ ଦୂତ କହ ଜାତ ଦେବ ରାଜାକୁ ଦେବି ନାହିଁ ମୋହିତ ସେ ନାରୀର ଯାକୁ। ଚନ୍ଦ୍ରଠାରୁ ଏ ବାଣୀ ଶୁଣି ଇନ୍ଦ୍ରଦୂତ ଇନ୍ଦ୍ର ପାଶେ ମିଳିଣ କହିଲା ସମସ୍ତ। ତାହା ଶୁଣି ସକ୍ରୋଧେ ଗୁରୁଙ୍କ ସାହାଯ୍ୟେ ଦେବ ସୈନ୍ୟ ସଜାଅ ଆଜ୍ଞା ଦେଲେ ନିଜେ। ଦେବ ଗୁରୁଙ୍କର ତପର ଶୁକ୍ରାଚାର୍ଯ୍ୟ ଶୁଣିଲେ ଅମରଙ୍କ ଏ ସମର କାର୍ଯ୍ୟ। ସେ ସମୟ ସୋମଙ୍କ ପାଖକୁ ଯାଇଣ ଦେଶ ଭାବ ପ୍ରକାଶୀ କରିଲେ ବଖାଣ। ଆହେ ତାରା ବର ତାରା ଯେ ମନୋହରା ଭାଗ୍ୟ ବଳେ ଭୋଗିଛି ନଦିଅ ସେ ତାରା। ଆସୁ ଇନ୍ଦ୍ର ଯୁଦ୍ଧକୁ ନୁହଁ କିଛି ଭାବି ମନ୍ତ୍ର ଯନ୍ତ୍ର ବଳରେ ତାକୁ ଭଡ଼ାଇବି। ସାହାଯ୍ୟ ମୁଁ କରୁଛି କାହାକୁ ନ ଡର ସାହସ କରି କର ଯେ ମହାସମର। ଭଗବାନ ଶଙ୍କର ଚନ୍ଦ୍ରଙ୍କ ଦୂଷଣ ଗୁରୁପତ୍ନୀ ହରଣ ଦୁଷ୍କର୍ମ ଶୁଣିଣ। ଭୃଗୁଙ୍କର ନନ୍ଦନ ସେ ଶୁକ୍ରାଚାର୍ଯ୍ୟଙ୍କୁ ବୃହସ୍ପତିଙ୍କର ସେ ଜାଣିଣ ଶତ୍ରୁକୁ। ସାହାଯ୍ୟ କରିବାକୁ ଦେବରାଜଙ୍କର ସମରରେ ସହିତ ହୋଇଲେ ଶଙ୍କର। ତାରକାସୁର ଯୁଦ୍ଧ ପରି ଭୟଙ୍କର ଘୋର ଯୁଦ୍ଧ ହୋଇଲା ସୁରାସୁରଙ୍କର। ଏପରି ବହୁ ବର୍ଷ ଗତ ହୋଇଗଲା କାହାର ଜୟ ପରାଜୟ ତ ନହିଲା। ପ୍ରାଣୀ କ୍ଷୟ କର ସୁରସୁରଙ୍କର ବିଧାତା ଦେଖି କରି ଯୁଦ୍ଧ ଭୟଙ୍କର। ସୁଶାନ୍ତି ସଂସ୍ଥାପନ ସକାଶେ ସେ ସ୍ଥାନେ ପ୍ରବେଶିଲେ ଯାଇଣ ସହସ୍ର ବାହନେ। ଚନ୍ଦ୍ରଙ୍କୁ କହିଲେ ସେ ତୋର ଭଲ ଥିଲେ ଛାଡ଼ି ଦିଅ ଗୁରୁଙ୍କର ମଣିକୁ ଭଲେ। ନହିଲେ ଟିଏ ରଣେ ହରିଙ୍କି ଆଣିବି ତୋର ପକ୍ଷ ସକଳ ସୈନ୍ୟ ମରାଇବି। ଭୃଗୁଙ୍କ ପୁଅ ଶୁକ୍ର ନିବାରଣ କଲେ ସଙ୍ଗତ ସେ ପରି କିମ୍ପା କର ଭଲେ। ଶୁକ୍ରାଚାର୍ଯ୍ୟ କହିଲେ ଚନ୍ଦ୍ରଙ୍କୁ ହେ ପୁଅ ଛାଡ଼ ରଣ ଗୁରୁଙ୍କ ପତ୍ନୀ ବାହୁଡ଼ାଅ। ଧର୍ମାତ୍ମା ତୁମ୍ଭ ପିତା ଯେ ମହର୍ଷି ଅତ୍ରି ଏଥିପାଇଁ ମୋତେଟି ପଠାଇଅଛନ୍ତି। କାବ୍ୟଙ୍କର ଅଦ୍ଭୁତ ବାକ୍ୟ ଶୁଣି ଚନ୍ଦ୍ର ଆନନ୍ଦ ହୃଦୟରେ ହସି ମନ୍ଦ ମନ୍ଦ। ସେ ବୃହସ୍ପତି ପତି ପ୍ରତି ତାରାଙ୍କର ପ୍ରୀତି ଅନୁରାଗିଣୀ ଦେଖିଲେ ସତୋର। ଗର୍ଭହଂସ ଗାମିନୀ ଗର୍ଭ ହୋଇଥିଲେ ବୃହସ୍ପତି ପତିଙ୍କୁ ପ୍ରତ୍ୟର୍ପଣ କଲେ। ରୁଦମଣିର ମଣି ପ୍ରାପ୍ତ ହେବା ମଣି ସାନନ୍ଦରେ ମନ୍ଦିରେ ପ୍ରବେଶିଲେ ପୁଣି।
ସୁରାସୁର ସକଳେ ଗଲେ ନିଜ ପୁରେ, ମିଳିଲେ ବ୍ରହ୍ମା ପାଇ ସୁବ୍ରହ୍ମ ଲୋକରେ। କାଶୀବାସୀ ପ୍ରବେଶ ହେଲେ କୈଳାସ, ବିକାଶ କାଶ ହାସ କରି ପରାକାଶ। ଲଭି କରି ସେ ମନୋରମା ତାରା ସତୀ, ଆନନ୍ଦ ଚିତ୍ତେ କାଳ ନେଲେ ବାଚସ୍ପତି। ଏପରି କେତେ କାଳ ଗତ ହେଲା ପୁଣି, ସେ ତାରା ମନୋହରା ବୃହସ୍ପତି ପତ୍ନୀ। ଶୁଭ ରାଶି ନକ୍ଷତ୍ରେ ଶୁଭ ତିଥି ଦିନେ, ଚନ୍ଦ୍ରଗୁଣ ସମ୍ପନ୍ନ ସର୍ବସୁଲକ୍ଷଣେ। ଅଭିନବ କୁମର କରିଲେ ପ୍ରସବ, ଅଭିନ୍ନ ଅଟେ ଚନ୍ଦ୍ରମାର ଅବୟବ। ଜାତ ପୁତ୍ର ଦକ୍ଷିଣ ହୋଇ ତୋଷମତି, ଜାତ କର୍ମ କରିଲେ ଆପେ ବୃହସ୍ପତି। ଚନ୍ଦ୍ରମା ଶୁଣି କରି ଜନ୍ମିବା ସୁପୁତ୍ର, ବୃହସ୍ପତି ନିକଟେ ପଠାଇଲେ ଦୂତ। ମୋର ବୀର୍ଯ୍ୟ ସମ୍ଭବ ତୁମ୍ଭ ପୁତ୍ର ନୁହେଁ, ଇଚ୍ଛାରେ ଜାତ କର୍ମ କିମ୍ପା କଲ ସ୍ନେହେ। ବୃହସ୍ପତି କହିଲେ ଦୂତ ବାକ୍ୟ ଶୁଣି, ଏ ପିଲାଟି ମୋହର ସମଦୋଷ ଠାଣି। ସଂଶୟ ନାହିଁ ମୋର ଅଟେ ତନୟ, ବୃହସ୍ପତି ବଚନେ ହେଲା ଶୁଦ୍ଧ ଚୟ। ମିଳିଗଲେ ଆସୀନ ସମର କ୍ଷେତ୍ରରେ, ଦେବଗଣ ଦାନବ ଗଣ ସହିତରେ। ସାମରିକ ସମିତି ସଂସ୍ଥାପନ କଲେ, ଯୁଦ୍ଧର ମନ୍ତ୍ରଣାରେ ଯନ୍ତ୍ରିତ ହୋଇଲେ। ଏହା ଜାଣି ବିଧାତା ଶାନ୍ତି କାମନାରେ, ପ୍ରବେଶ ହେଲେ ଯାଇ ଯୁଦ୍ଧ ପ୍ରାରମ୍ଭରେ। ଯୁଦ୍ଧ ମଦ ମର୍ଦିତ ଦେବଦାନବଙ୍କୁ, ନିବାରଣ କରିଲେ ନକର ରଣକୁ। ତାରାଙ୍କୁ ପଚାରିଲେ ଗୋଶୁଭ ଲକ୍ଷଣୀ, ଶତକ ହୋମ ପତିବ୍ରତା ଶିରୋମଣି। ଅଭିନବ କୁମର ଅଟେ କାହାର, ବରାବୋହା ପ୍ରବରା କହ ସତ୍ୟଗର। ତୁମ୍ଭ ସତ୍ୟ ବଚନେ ଲୋକ ଅପବାଦ, ଅକ୍ଲେଶ ପ୍ରକାଶିତ ହେବଟି ବିଶୁଦ୍ଧ। ବ୍ରହ୍ମାଙ୍କର ବଚନେ ସେ କର ବନିନି, ଅସିତା ପାଙ୍ଗଦାର ରମଣୀଙ୍କ ମଣି। ମହତଲ ଭାବରେ ହୋଇ ଅଧମୁଖ, ମୃଦୁସ୍ୱରେ କହିଲେ ଅଳ୍ପାକ୍ଷର ବାକ୍ୟ। ଚନ୍ଦ୍ରଙ୍କର ଏ ପୁଅ ବ୍ରହ୍ମାଙ୍କୁ କହିଲେ, ଚନ୍ଦ୍ର ଶୁଣି ଆନନ୍ଦେ ପୁତ୍ରଟିକି ନେଲେ। ବୁଧ ବୋଲିଣ ନାମ କରଣ କରିଣ, ବୋଧ ହୋଇ ସୁଧାଂଶୁ ଗଲେ ସୋଷଦନ। ବ୍ରହ୍ମା ଇନ୍ଦ୍ର ଅଖିଳ ଦେବ ସୁର କୂଳ, ବାହାରି ଗଲେ ସେହି କାଳେ ନିଜ ଆଳ। ଦର୍ଶକ ବୃନ୍ଦ ଆସିଥିଲେ ଯେଉଁଠାରୁ, ସେଠାକୁ ସେହି ମାନେ ଗଲେ ମୁନି ମେରୁ। ଚନ୍ଦ୍ରଙ୍କର ବୀର୍ଯ୍ୟରେ ବୃହସ୍ପତି କ୍ଷେତ୍ରେ, ବୁଧଙ୍କର ଜନମ ବିଷୟ ଏମନ୍ତେ। ସତ୍ୟବତୀ ନନ୍ଦନ ବ୍ୟାସଦେବ ମୁଖୁ, ପୂର୍ବରେ ଶୁଣିଥିଲି କହିଲି ତୁମ୍ଭଙ୍କୁ। ଏହିଠାରେ ଶ୍ରୀଦେବୀ ଭାଗବତଙ୍କର, ପ୍ରଥମ ସ୍କନ୍ଧେ ବୁଧ ଜନମ ହେବାର। ଏକାଦଶ ଅଧ୍ୟାୟ ହୋଇଲା ପୁରାଣ, ଏକ ମନେ ଦେବୀଙ୍କୁ ଧ୍ୟାଏ ଶ୍ରୀଚରଣ। ଏକ ଶପଥ ଅଙ୍ଗ ପ୍ରାପ୍ତ ସମୟେ, ପ୍ରକାଶ ହୁଅ ଦେବୀ